ମାର୍ଚ୍ଚ 11 ବାହା ହେଇଥିଲେ। ବାହା 4 ମାସ ହେଇଛି। ସେ ମଝିରେ ଥରେ ବାଡ଼ା ପିଟା କଲେ। ଏମିତିକା ମାନେ ମଦ ପିଇ ଆଇରି ବାଡ଼ା ପିଟା କଲେ ପଇସା ପତ୍ର ପାଇଁ। ପଇସା ପତ୍ର ପାଇଁ ବାଡ଼ା ପିଟା କଲେ। ମୁଁ ଗଲି, ଭଉଣୀ ଆଇଥିଲେ ଗାଁକୁ, ଭଉଣୀ ଛାଡ଼ିବାକୁ ଗଲା, ଭଉଣୀ ବି ବାଡ଼ା ପିଟା କଲେ। ଝିଅର ଘର କୋଉଠି, ତାଙ୍କ କୋଉଠି ବାହାଘର ଦେଇଥିଲେ? ଝିଅର ଘର ହଉଛି ଆରୁଆପୁଲି। ଆମେ ବାହା କରିଥିଲୁ ଆମର ପେଣ୍ଠ, ଭୈରବୀ ପେଣ୍ଠ, ସେଠି ବାହା କରିଥିଲୁ। ବାହା 4 ମାସ। 4 ମାସ ତାପରେ ସେ ମଝିରେ ବାଡ଼ା ପିଟା କଲେ। ଗୁଳନ୍ଦ ଥାନା ଯାଇ FIR ଲେଖିଥିଲୁ ଥରେ। FIR ଲେଖିଥିଲୁ। ତାପରେ ଏବେ ଆସିଥିଲେ, ଏବେ ଫୋନ କରିକି 2 ଦିନ ହେଲା ବାଡ଼ା ପିଟା କରୁଥିଲେ। ଆମ ଘରକୁ ଫୋନ କଲେ, ଭଉଣୀ ଫୋନ କଲେ, ବୋଉ ମତେ ଏନି ବାଡ଼ା ପିଟା କରୁଛନ୍ତି, ମୋବାଇଲରେ କଥା ହେଇକା ତତେ ମାରିଦି, ତତେ ଶଙ୍କି ଚିପି ଦି, ତ ମୁହଁ ଫଟେଇ ଦି, ସେଟା ସବୁ କହିଲେ। ହେଲେ ବାଡ଼େଇଲେ ଏକା। ତାପରେ 2ଟା 20 ପର୍ଯ୍ୟନ୍ତ ଅନଲାଇନରେ ଅଛନ୍ତି ତା ଭଉଣୀ। ତାପରେ ଅନଲାଇନରେ ଆଉ ନାହିଁ। ଇଆଡୁ ଆମେ କଲ୍ କଲେ ବି କଲ୍ ଯାଉନି, କିଛି ହଉନି। ତାପରେ 3ଟା ବେଳକୁ ଫୋନ କଲେ, ମୁଁ ଖାଇ ବଇଛି, ମତେ ଫୋନ କଲେ, ଆଉ ତମ ଦିଦି ମରିଗଲେ। ମୁଁ କହିଲି କେମିତି ମରିଗଲେ ଆଡୁ ଫୋନଟା କାଟିଦେଲେ। ତାପରେ ଆମେ ନାଞ୍ଜି ବୁଲୁ, 2 ଜଣ ବାହାରିଲୁ, ଭୈରବୀ ଗଲୁ। ଭୈରବୀ ଯାଇ ସେ ପେଣ୍ଠ ଗଲା ବେଳୁ, ପେଣ୍ଠରେ ତାଙ୍କ ଘରେ ମୋ ଦିଦି ଖଟ ଉପରେ ଶୋଇଛନ୍ତି। ଡାକିଲେ କିଛି ହଉନାହାନ୍ତି। ମୁଁ ଯାଇ କିଛି ଆମ୍ବୁଲାନ୍ସକୁ ଫୋନ କରୁଛନ୍ତି, ଆମ୍ବୁଲାନ୍ସ ଆହୁରି ଆସିନଥିଲା। ଆମେ ଗଲା ପରେ ଘଡ଼ିଏ ଗୋଟେ 10-15 ମିନିଟ୍ ପରେ ଆମ୍ବୁଲାନ୍ସ ଆସିଲା। ଆମ୍ବୁଲାନ୍ସ ଆସିଲା ପରେ ଆମ୍ବୁଲାନ୍ସ ରଖିଲୁ। ତାଙ୍କେ ସବୁ ଆମ୍ବୁଲାନ୍ସ ସବୁ ଚେକଅପ୍ କଲେ, ଛାତି ଚିପା ଚିପି କଲୁ ସବୁ, ହେଲେ ବି ନାହିଁ। ତାପରେ ମେଡ଼ିକାଲ ଧରି ଆସିଲୁ। ମେଡ଼ିକାଲ ଧରି ଆସିଲା ପରେ ମେଡ଼ିକାଲରେ ଡକ୍ଟର ଦେଖିଲେ, ମୃତ୍ୟୁ ଘୋଷଣା କରିଦେଲେ। ତା ଆଗରୁ ମାଡ଼ ଏଇଠି ବେକ ପାଖରେ ବାଡ଼େଇଛନ୍ତି, ଫୁଲି ଯାଇଛି। ପଛକାନି ବେନ୍କୁ ମାଡ଼ ହେଇଛି, କପାଳ ଉପରେ, ଆଉ ଛାତିକି ନଖ ଉପଡେଇ ଦେଇଛି। ଏଇଟା ସବୁ ଧମକ। ମତେ ବି ସେ ମଝିରେ ଥରେ ଗାଳି କରିଥିଲେ। ବାହାଘର ସମୟରେ କଣ ଯୌତୁକ କଣ ଦେଇଥିଲେ? ବାହାଘର ସମୟରେ 30,000 50,000 ଟଙ୍କା, 50,000 ଆଉ ମୁଦି ଗୋଟେ ଦିଆଯାଇଥିଲା। ଜୁଇଁ ପିଲାକୁ 50,000 ମୁଦି ଗୋଟେ ଦିଆଯାଇଥିଲା। ଆଉ କଂସା ତାଟିଆ ଗିନା ଖଟ ଗୋଟେ, ଆଉ ପେଡି ଗୋଟେ, ଆଉ ଅନ୍ୟାନ୍ୟ ଜିନିଷ ଦିଆଯାଇଥିଲା। ବାହାଘର 10-15 ଦିନ ପରଠୁ 2 ମାସ, ଟିକେ ମାସେ 1.5 ମାସ ଭଲ ରହିଲେ, ତାପରେ ବାଡ଼ା ପିଟା କଲା। ଜୁଇଁ ପିଲା 2 ଦିନ କାମକୁ ଗଲେ, 2 ଦିନ ବଇଆର ଶୁଇଆର, ମଦ ପିଇ ଆଇଆର, ଆମତି ବି ୟା ସିଆଡୁ କହିବାର, ମମି ବି ୟା ସିଆଡୁ କହିବାର, ବୋଉ ତମେ ମାରଦି, ତମ ଝିଅକୁ ମାରଦି, ୟା ସିଆଡୁ ସବୁ ଗାଳି କରିବାର। ପୋଲିସ ଆମେ କମ୍ପ୍ଲେନ ଦେଲୁ, ଏବେ ଗୁଳନ୍ତା ଥାନାରେ ଅଛନ୍ତି।